ଗୋଟିଏ ରାଜ୍ୟରେ ଜଣେ ରାଜାଙ୍କର ଏକ ସୁନ୍ଦର ବଗିଚାଟିଏ ଥିଲା। ସେହି ବଗିଚାରେ ସୁନ୍ଦର ଫୁଲ ଗଛମାନ ଏବଂ ମିଠା ମିଠା ଫଳ ବୃକ୍ଷମାନ ସବୁ ଲଗାଇଥିଲେ ରାଜା। ସେହି ବଗିଚାରେ ଗୋଟିଏ ମାଳିକୁ ଦାୟିତ୍ୱ ଦେଇଥିଲେ। ସେ ମାଳିଟି କ'ଣ କରେ? ଫୁଲ ତୋଳେ, ଗଛରେ ପାଣି ଦିଏ ଏବଂ ଫଳ ତୋଳି ରାଜାଙ୍କୁ ଦିଏ। ଦିନେ ଗୋଟିଏ ମାଙ୍କଡ଼ ଦଳ ସେହି ବଗିଚାକୁ ଆସିଲେ। ଏ ମାଳି ଏବଂ ମାଙ୍କଡ଼ ଦଳଙ୍କର ବହୁତ ଭଲ ବନ୍ଧୁତ୍ୱ ସ୍ଥାପନ ହେଲା। ଦିନେ ଗୋଟିଏ ଗ୍ରାମରେ ଯାତ୍ରା ଚାଲିଛି। ମାଳି ଚିନ୍ତା କଲା, ଯାତ୍ରା ଟିକେ ଦେଖିଲେ ହୁଅନ୍ତା, କିନ୍ତୁ ଏ ବଗିଚାର ଦାୟିତ୍ୱ ନେଇ କିଏ ପାଣି ଦେବ ଗଛରେ? ଯଦି ବୃକ୍ଷ ମରିଯାଏ ରାଜା ମୋତେ ମାରିଦେବେ। ସେହି ମାଙ୍କଡ଼ ଦଳରେ ଜଣେ ଦଳପତି ଥାଏ। ହେଲେ ଏ ମାଳି କ'ଣ କଲେ? ସେ ଦଳପତି ମାଙ୍କଡ଼କୁ କହିଲେ, ଭାଇ, ମୁଁ ଟିକେ ଯାତ୍ରା ଦେଖିବାକୁ ଯିବି। ତୁମେ ଗୋଟିଏ ଦିନ ଏ ବୃକ୍ଷରେ ପାଣି ଦେଇକି ରଖ। ସେହି ଦଳପତି ମାଙ୍କଡ଼ କହିଲା, ମାଳି ଭାଇ, ତୁମେ ଯାଅ ଆନନ୍ଦରେ, କୌଣସି ଚିନ୍ତା କର ନାହିଁ। ଆମେମାନେ ପାଣି ଦେଇ ତୁମ ବୃକ୍ଷର ଯତ୍ନ ନେବୁ। ହେଲେ କେଉଁ ଗଛରେ କେତିକି ପାଣି ଖାଇବ? ଗଛକୁ ଦେଖିକି ପାଣି ଦେବ। ଠିକ୍ ଅଛି ମାଳି ଭାଇ। ଏମିତି କହି ମାଳିଟି ଚାଲିଗଲା ଯାତ୍ରା ଦେଖିବାକୁ। ଏହି ଦଳପତି ସମସ୍ତଙ୍କୁ କହିଲା, ପାଣି ବୋହିକି ଆଣ। ସବୁ ବାନରମାନେ ପାଣି ବୋହି ଆଣିଲେ। କହିଲେ, ନା ହେ ଦଳପତି, କେଉଁ ଗଛରେ କେତିକି ପାଣି ଦିଆଯିବ? ଏ ଦଳପତି ବିଚାର କଲା, ଇଏ ସତ କଥା ମାଳି ସିନା କହିଲେ, ହେଲେ କେଉଁ ଗଛରେ କେତିକି ପାଣି ସେ କଥା ସିଏ କହିନାହାନ୍ତି। ନା, ମାଳି କହିଛି ଗଛକୁ ଦେଖି ପାଣି ଦେବ। ଏ ଦଳପତି କ'ଣ ଚିନ୍ତା କଲା, ନା ବୃକ୍ଷକୁ ଉପାଡ଼ିକି ଦେଖିବା, ଯାହାର ଯେତିକି ଲମ୍ବା ଚେର ଯାଇଛି ସେଇ ବୃକ୍ଷରେ ସେତିକି ପାଣି ଦେବା। ସବୁ ମାଙ୍କଡ଼ କ'ଣ କଲେ? ସବୁ ବୃକ୍ଷମାନଙ୍କୁ ଉପୁଡ଼େଇକି ପକେଇ ଦେଲେ। ତାପରେ ପୋତିକି ଯେଉଁ ଗଛର ଯେତିକି ଚେର ଲମ୍ବା ତାକୁ ଧରିକି ସେମାନେ ପାଣି ଦେଲେ। ମାଳି ଆସିଲା ବେଳକୁ ସବୁଯାକ ବୃକ୍ଷ ମରିଯାଇଛନ୍ତି। ମାଳିଟି କହିଲା, କେତେ ବଡ଼ ମୁଁ ଭୁଲ କଲି। ଆରେ ସେମାନେ ପଶୁ ନୁହନ୍ତି, ଆଜି ମୁଁ ହେଉଛି ନିଜେ ପଶୁ। ତେଣୁ ବାବୁରେ, କହିବାର ତାତ୍ପର୍ଯ୍ୟ ହେଲା, ଆପଣମାନେ ସଂସାରରେ ଯେକୌଣସି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ କାହାକୁ ଦେବା ଆଗରୁ ତାକୁ ଭଲ ଭାବରେ କହି, ଭଲ ଭାବରେ ବୁଝାଇକି ଆପଣମାନେ ଦାୟିତ୍ୱ ଦିଅନ୍ତୁ। ନହେଲେ ଦିନେ ସେଇ ବଗିଚାର ମାଳି ଭଳି ଆପଣ କପାଳରେ ହାତ ଦେଇକି କାନ୍ଦିବେ। ହରେ କୃଷ୍ଣ।